ଆଜି ଛୁଆ ଭଲ କଥା ଟିକେ ମନେ ରଖ, ଦୁଇରେ ଧରିବା ପଥ। ଧରିବା ପଥ କେଇଥିରେ? ଦୁଇ। ହେଲା, ଦୁଇରେ କଣ ଧରିବା ପଥ? ଆମର ଜଣେ ବୈରାଗୀ ବାବା ଥାନ୍ତି, କୋଉଠି? ଏ ହସ୍ପାଳ ପାଖରେ। ତାଙ୍କ ନିଜ ଘରଟା ହଉଛି ଅଡ଼ଶପୁର ଶଳୀ ପାଖରେ। ଆମେ ଛୋଟ ହେଇଥାଉ ସେତେବେଳେ। ସେ ହେଠୁ ଆମକୁ ଦିନେ ଗୋଟେ ଚଖଡି ଧରିଥାନ୍ତି। ଚଖଡି ସେ ତାଙ୍କ ସବୁବେଳେ ଗୋଟେ ପାନ କୁଟୁରା ଥାଏ। ପାନ ଯୋଉ ଗୁଣ୍ଡ କରିକି ଖାଆନ୍ତି, କୁଟିକି ଖାଆନ୍ତି। କୁଟୁଥିଲେ ଖାଉଥିଲେ, ଆମେ ଯେମିତି ବସିଛୁ, ସେତେବେଳେ ଆମେ ସବୁ ଛୋଟ ଛୋଟ ହେଇଥାଉ। ମୁଁ ସେତେବେଳେ ଅଷ୍ଟମୀ ନା ଅଷ୍ଟମୀରେ ପଢୁଥାଏ। ପାଠ ପଢିବାକୁ ନା ହଁ, ସେ ଚଖଡି ରହିଥିଲେ, ଗୋଟେ ଚଖଡି ଗୋଟେ ଗାର ପକେଇଥିଲେ, ବୁଝି ହଉଛି। ଆଉ ଗୋଟେ କୋଇଲା ଥିଲା, ସେତେବେଳେ କୋଇଲା ସବୁ କାଠ କୋଇଲା ଆସେନି ନା, କୋଇଲାର ଗୋଟେ ଗାର ପକେଇଥିଲେ। ଆମକୁ ସେଇଠୁ ପଚାରନ୍ତି, କହିଲା ତମକୁ କୋଉ ଗାର ଭଲ ଲାଗେ? କିଛି ବି ପିଲା ଥିଲେ, ଆମେ ଥିଲୁ 10-12 ଜଣ ଖଣ୍ଡେ। କିଏ କହିଲା କଳା ଭଲ ଲାଗୁଛି, କିଏ କହିଲା ଧଳା ଭଲ ଲାଗୁଛି। ଆମେ ଦିନେ ପଚାରୁ, ସେତେବେଳେ ଆମେ ଛୋଟ ବତା ନା, ଏତେ ଠାକୁରଙ୍କ ଉପରେ ଧାରଣା ଆମର ଶାସ୍ତ୍ର ଗଣ୍ଡ ଥାଏ। ସେ କହିଲେ ଧଳାଟା ହଉଛି ତରିବାର ବାଟ, କଳାଟା ହଉଛି କଣ? ପାପର ବାଟ। ବୁଝିପାରୁଛ ନା ବୁଝିପାରୁଛ? ଧଳାଟା ହଉଛି ଭକ୍ତର ପଥ, କଳାଟା ହଉଛି ନର୍କର ପଥ। ବୁଝି ହଉଛି ନା ବୁଝି? ତେଣୁ ମଣିଷ ଜନ୍ମ ପାଇଛ, ସବୁବେଳେ ଚିନ୍ତା କର ବାପ ମାଙ୍କର ନାଁ ରଖିବା ପାଇଁ। ଘୁଷୁରି ହବାକୁ ଚେଷ୍ଟା କରନି। ଶୁଦ୍ଧ ଓଡିଆରେ ତମକୁ ଘୁଷୁରି କଣ? ବଡ ହେଲ, ରୋଜଗାର କଲ, ଖାଲି ଧନ ପଛରେ ଗୋଡେଇ 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 ଜୀବନଟାକୁ ଅତିବାହିତ କରିଦେଲ, ତାର କିଛି ମହତ୍ଵ ନାହିଁ। ବାପ ମାଙ୍କର ନାଁ ରଖ। କେମିତି? ମରିଗଲା ପରେ ଯଦି ତମ ପାଇଁ କି ଜଗତ କାନ୍ଦିଲା, ତାହେଲେ ତମେ କଣ ହେଲ? ମଲେ ମଧ୍ୟ ଅମୃତ୍ୟୁ ହୋଇକି ରହିଲ। ସେଥିପାଇଁ ଆମର ଗୋଟେ ପଦ ମନେ ପଡେ, ଯାହା ପାଇଁ କାନ୍ଦେ ଦେଶ ଯେ ଦୁନିଆ, କାନ୍ଦୁ ଥାଇ ବୃକ୍ଷ ଲତା, ସେହି ଏକା ଧନ ସ୍ୱର୍ଗକୁ ଯେ ଯାଏ, ଖଞ୍ଜିଛି ଧାତା ବିଧାତା। ଏମିତି କର୍ମ କର ଯେମିତି ମରିଗଲେ ତମ ମାନଙ୍କୁ ଲୋକ ସର୍ବଦା କଣ ଦିଏ? ଝୁରୁଛି। ଏଟା କର୍ମବାଚକ, ଆଉ ଗୋଟେ ହେଲା ଗୋଟେ ଭକ୍ତ ବାଚକ। ପ୍ରଭୁଙ୍କୁ ପାଇଲେ ମଧ୍ୟ ମୁକ୍ତି ପାଇଯିବେ। କାରଣ ଭାଗବତ ଲେଖିଲା, ତୁ ଯେବେ ଏକ ଭାବେ ଭାବୁ ଭବ ସଂସାର କରିବୁ, କର୍ମକୁ କରି ଆଗୁସାର ପଣ୍ଡିତ ଜନକ ବିଚାର, ଅକର୍ମେ ବାସୁଦେବ ପୂର୍ତ୍ତି, କର୍ମ କଲେ କେହ ଯାନ୍ତି, କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ଭଟ୍ଟାରୁ। କହିନାହିଁ ନା? ଯୋଉ କର୍ମ ହଉ, ଗୋଟା ହଉଛି କର୍ମବାଚକ, ଆଉ ଗୋଟା ହଉଛି କଣ? ଭକ୍ତିବାଚକ। ମାନେ ପ୍ରଭୁଙ୍କ କର୍ମ ସତ୍ କଲେ ପ୍ରଭୁଙ୍କ କୃପା ମିଳେ, ଏବଂ ଭକ୍ତି ମାର୍ଗରେ ମଧ୍ୟ କର୍ମ କଲେ ପ୍ରଭୁଙ୍କ କୃପା। ସାଧୁ ସନ୍ଥ ମୁନି ଋଷିଙ୍କର ହଉଛି କଣ? ଯୋଗ ମାର୍ଗ ବା ଭକ୍ତି ମାର୍ଗ। ସଂସାରୀର ହେଲା ଭକ୍ତି ସହିତ କର୍ମ ମାର୍ଗ। କର୍ମ ନ କଲେ ସଂସାର ଚଳିବ କି? ସାଧୁ ସନ୍ଥ ରହିଲେ, ଯେ ଯୋଗ ଧ୍ୟାନ କରୁଛନ୍ତି ନା ନାଇଁ, ସେମାନେ କଣ ଯୋଗ କରି ପ୍ରଭୁ ଡାକୁଛନ୍ତି। ସେଥିପାଇଁ କୁହନ୍ତି ଗୋଟେ ସନ୍ନ୍ୟାସୀ ପନ୍ଥୀ, ଆଉ ଗୋଟେ ହଉଛି ଗୃହସ୍ଥା ପନ୍ଥୀ। ସନ୍ନ୍ୟାସୀ ପନ୍ଥୀ ଅନେକ ଅଛନ୍ତି,
ହେଲା ଆରି ଉପରେ ଆଜି ଆଲୋଚନା କରିବା। ଯାହା ଦେଖୁଛୁ ବ୍ରହ୍ମାଣ୍ଡେ ତାହା ପୁରୀ ଅଛି ତୋହର ପିଣ୍ଡେ ରେମନ ବାଇ ବୃଥାରେ ନ ଭ୍ରମ ଯାଇ ରେମନ ବାଇ। ମନକୁ ଆଜି କଣ କହୁଛି? ଜୀବ ଆଜି କହୁଛି ହେ ମନ, ଯାହା ଦେଖୁଛୁ ବ୍ରହ୍ମାଣ୍ଡେ, ତୁ ଜଗତରେ ଯାହା ଦେଖୁଛୁ ତାହା ପୁରୀ ଅଛି ତୋହର ପିଣ୍ଡେ, ସବୁ ତୁ ପିଣ୍ଡ ଭିତରେ। ତୁ ଏ ବୃଥାରେ କାହିଁକି ସଂସାର ଯାକ ଭ୍ରମୁଛୁ? ଉଡା ବୁଡା ଚଳ ଅଚଳ ସବୁ ପୁରୀ ଅଛି ଦେହ ମଧ୍ୟର, ରେ ବାଇ ମନ ବାଇ ତତ୍ଵ ଗୁରୁ ଏକା ଜାଣିଥାଇ ରେ ମନ ବାଇ। ତତ୍ଵ ଗୁରୁ ଏକଥା ଜାଣନ୍ତି। ଉଡା ବୁଡା ଚଳନ୍ତି ଅଚଳନ୍ତି 56 କୋଟି ପ୍ରକାରର ଜୀବଜନ୍ତୁ ହେଲା। ନଦୀ ନାଳ ତରୁ ତୃଣ ବୃକ୍ଷ ଦେବତା ମନ୍ଦିରଠୁ ଆରମ୍ଭ କରି ସବୁ ଯାକ ଏ ଶରୀର ଭିତରେ ଅଛି। ତୁ ତାକୁ ନ ଚିହ୍ନି ତୁ ବୃଥାରେ କାହିଁକି ବାଇ ହଉଛୁ? ବାଇରେ ପିରତି କର ଭ୍ରମ ତୁଟିଯିବ ସଦା ତୋହର ରେ ମନ ବାଇ ଜନ୍ମ ମୃତ୍ୟୁକୁ ଡରଟି ନାହିଁ ରେ ମନ ବାଇ। କହିଲେ ତୁ ବାଇ ସହିତ ପିରତି କର ମାନେ ପବନ ସହିତ, ବୁଝିହଉଛି? ତୁ ଯଦି ପ୍ରୀତି କରିବୁ ବିରତି କରିବୁ ତୋର ଜନ୍ମ ମୃତ୍ୟୁକୁ ଆଉ ଭୟ ରହିବ। ତୋ ମରଣ ତୋ ହାତରେ ଥିବ, ତୋ ଜନ୍ମ ମଧ୍ୟ ତୋ ହାତରେ ଥିବ। ବୁଝିପାରୁଛ ନା? ଯେମିତି ଆମର ଗୋଟେ ସାର୍ଟ ପିନ୍ଧୁଛେ, ପୁରୁଣା ହେଇଗଲେ ସେ ସାର୍ଟ ଫୋପାଡ଼ି ଦଉଛେ, ନୂଆ ସାର୍ଟ ପିନ୍ଧୁଛେ। ସେମିତି ଯେତେବେଳେ କଣ ବାଇ ସାଙ୍ଗେ ପ୍ରୀତି କରି ତୁ ଜାଣିବୁ ଏ ସାର୍ଟଟା ମୋର ପୁରୁଣା ହେଇଗଲା, ଏ ଶରୀରଟା ମୋର ପୁରୁଣା ହେଇଗଲା, ତେଣୁ ହେ ପ୍ରଭୁ ମୁଁ ଏ ଘଟରୁ ଯାଇ ସେ ଘଟରେ ପ୍ରବେଶ। ତାର ମୃତ୍ୟୁ ଭୟ ରହିଲା କି? ସେ ବା ଜାତି ସ୍ମର ହେଇଗଲା। ବୁଝିପାରିଲ ନା ବୁଝିପାରିଲ? ଅନୁଭବ ସତ୍ୟ କହି କହିବା ବୋଲିବା ବୃଥା ଅଟଇ ରେ ମନ ବାଇ ଘଟେ ଘଟେ ସେ ଖେଳ। ମହାପୁରୁଷ ଏଠି କହୁଛନ୍ତି ଏ କହିବା ବୋଲି ଏଠି କିଛି ମହତ୍ଵ ନଥାଏ। ଆମେ ସେଥିପାଇଁ କହୁ ଆଗରୁ ନିଜ ମରଣକୁ ଠିକ କର, ତାପରେ ଜଗତ ମରଣ କଥା ଚିନ୍ତା କର। ଅନ୍ୟ ଥର କହିବି ଆଗ ନିଜ ମରଣଟାକୁ ଠିକ କର, ତାପରେ ଜଗତ ମରଣ ଠିକ କର। ଜଗତର କଣ ହବ? ଦୋଷ ହବ, ଆମର କଣ ହେଇଗଲା? ଆମେ ଯଦି ଗୋଟେ ବଢିଆ ଥିବା ଆମ ପାଇଁ ସେ ହେଇଯିବ ମହାକାଳ। ଆମ ପାଇଁ ଯଦି ଭଲ ଥିବ, ଆମେ ଯଦି ଭଲ ଠିକ ଥିବା, ଆମ ପାଇଁ ସେ ମହାକାଳ ହେଲେ ମଧ୍ୟ ଆମ ପାଇଁ ହେଇଯିବ ଶ୍ରୀଫଳ ବୋଲାନ ଦେଖବା ହରିବ। ସେଥିପାଇଁ ସେ କହିଲେ ଅନୁଭବ ସତ୍ୟ କହି କହିବା ବୁଲିଆ ବୃଥା ଅଟଇ। ନିଜେ ପ୍ରାକ୍ଟିକାଲ କର, ତାପରେ ଅନ୍ୟକୁ ଶିଖାଇ। ମୁଁ ତ ଡଙ୍ଗାରେ କେମିତି ଚଢନ୍ତି ଜାଣିନି, ମୁଁ ଫେର ଜଣକୁ ଶିଖେଇବି। ମୁଁ ତ କାତ ମାରି ଜାଣିନି, ମୁଁ ଜଣକୁ ଏମିତି କାତ ମାରେ, ତାର କିଛି ମହତ୍ଵ ଥାଏ? ଇଏ ହଉଛି ଯୋଗୀ ମାର୍ଗଙ୍କର ତତ୍ଵ। ଏ ତତ୍ଵ ଉପରେ କହିଲେ ପରିବାର ପଥ, ଇଏ ଗୋଟେ ପଥ, ଆଉ ଗୋଟେ ହଉଛି ଭକ୍ତି ଭାବକ ପଥ। ଦିଟା ପଥ ଅଛି। ଦୁଇରେ ବା ତରନ୍ତି, ଦୁଇରେ ତରନ୍ତି, ଦୁଇରେ ମରନ୍ତି। କହିଲେ ଭକତି ସାଧନ କର ଭକତିରେ ବନ୍ଧା କଳା ଠାକୁର ମନ ବାଇରେ ଭକ୍ତ ଜୀବନ ଅଟେ ତାହାର ମନ ବାଇରେ। କହିଲେ ଯଦି ତମେ ଯୋଗ ତପ ନ କରିପାରିବ, ଭକ୍ତି ସାଧନାରେ ଟିକେ କର, କାରଣ ଭକତିରେ ବନ୍ଧା ସେ ଠାକୁର। ସେଥିପାଇଁ କହିନାହାନ୍ତି ନା, ଭକତ ମୋ ପିତା ମାତା ଭକତ ମୋ ବନ୍ଧୁ
ভকত নিমন্তে নাম মোর কৃপা সিন্ধু। সুন্দর কথা কইছে। କହିଲେ ଭକତି ସାଧନା କର। ଭକତି ସାଧନା କଣ ଏଇ ଲୋକ ଦେଖାଣିଆ ହଉଛି? ଏ ଚିତା ଯେତେବେଳେ କାଟିଦେବା କିଛି ଜ୍ଞାନ ବଖାଣିଆ ଏଇଟା କଣ ଭକ୍ତି ନୁହଁ? ଜାତିର ଆମେ ସେଟା ବିଶ୍ୱାସ କର ନା। ସେଟା ହଉଛି କାମନା ବାସନା ଭୋଗ। ଭୟର ଭକତି ଜାତ ଭକତିରୁ ଭାବ ହୁଏ ନିର୍ଗତ। ବାଇ ମନରେ ଭାବରୁ ଦର୍ଶନ ସ୍ଥିତ ବାଇ ମନରେ। ଯଦି ତମର ଭୟ ନାହିଁ ସେ ଭକ୍ତି ତମର ଆସିବ ନାହିଁ। ଗୋଟା ବୃକ୍ଷ ହଉ ତାକୁ ଭୟ କରିବ ଯଦି ତମର ନିଶ୍ଚିନ୍ତ ଭକ୍ତି ଜାତ ହବ। ଭକ୍ତି ଜାତ ହେଲେ ଭକ୍ତି ଆସିଯିବ ଭାବ। କୋଉ ଭାବ? ରାଧା ଭାବ ଆସିଯିବ। ସେ ଭାବ ପଳେଇ ଆଇଲେ ପ୍ରଭୁଙ୍କ ଦର୍ଶନ ମିଳିବ। ଗାଈ ପଛେ ପଛେ ବାଛୁରୀ ଯାଏ ନା ବାଛୁରୀ ପଛେ ପଛେ ଗାଈ ଯାଏ? ଗାଈ ପଛେ ପଛେ ବାଛୁରୀ ଦୌଡେ। ତମ ଯଦି ଏତିକି ହେଇଗଲା ଭକ୍ତ ପଛେ ପଛେ ପ୍ରଭୁ ତମ ସାଙ୍ଗରେ ଯିବେ। ଭାବ ଯାର ହୃଦୟ ନାହିଁ ଚାହିଁ ସେ ପାଇବ କଳାକୁ ନାହିଁ ବାଇ ମନରେ। ଜ୍ଞାନ ବଖାଣିଲେ କି ଫଳ ପାଇ ବାଇ ମନ। ଯଦି ଭାବ ନାହିଁ ପ୍ରଭୁଙ୍କର ଦର୍ଶନ ନାହିଁ, ସେ ସୂକ୍ଷ୍ମର ଦର୍ଶନ ହୁଅନ୍ତୁ କି ସାକାରର ଦର୍ଶନ ହୁଅନ୍ତୁ, ଏଇ ଦର୍ଶନ ନାହିଁ। କିଛି ଶାସ୍ତ୍ର ଅଧ୍ୟୟନ କରି ଜ୍ଞାନ ବଖାଣିଲେ ତାର କିଛି ମହତ୍ଵ ନାହିଁ। ଦେହ ଯାକ ଚନ୍ଦନ ବୋଳି ହେଇ ଯଦି ତିଳକ ବୋଳି ହେଇ ଯଦି ହନୁମାନଙ୍କ ପରି ସିନ୍ଦୁର ବୋଳି ହୁଅ ତାର ବି କିଛି ମହତ୍ଵ ନାହିଁ। ସେ ଭାବ ଯେତେବେଳେ ଆସିଯିବ ଆଖିରୁ ଧାର ଧାର ଲୁହ ଆସିବ। ସେଥିପାଇଁ ଆମ ଗୁରୁଦେବ କହନ୍ତି ନିଜ ପୁଅକୁ ଯେତିକି ଭଲ ପାଉଛ ପ୍ରଭୁଙ୍କୁ ତାଠାରୁ ସହସ୍ର ଗୁଣରେ କଣ କର ଭଲ ପାଅ। ସେଥିପାଇଁ ଅଚ୍ୟୁତ ଲେଖିନାହାନ୍ତି ନା, କୃଷ୍ଣ ସଙ୍ଗେ ପ୍ରୀତି କାହାର ନଥିବ ନାମ ଗାଇବେ ଅନେକ। ଶିବ ଗଳ୍ପ ଲେଖିଛନ୍ତି। ସେଇ ଭାବ ଯଦି ଥିବ ପ୍ରକୃତରେ ତମେ କଣ ହବ? ସେଇ ଜଗାର ଛୁଆ ହେଇକି ରହିବ। ସେ ଯେତେ ବଡ ବିପଦ ଆସୁ ସେ ସୁଦର୍ଶନ ଉପରେ ଜଗିଥିବ। ବୁଝିହଉଛି? ଆଉ ଏ ଠାକୁରକୁ ଯୋଉ ପୂଜାରୀ ଯେମିତି ସେମିତି ଯଦି ବିପଦ ପଡିଥିବ ନ ବହି ପଡିଗଲା ବିପଦ ସଇଲେ ପ୍ରଭୁ ସଇଲା, ତାର କିଛି ମହତ୍ଵ ନାହିଁ। ଏମିତି ଜଗା ଦବ ଚକ ବୁଲେଇ ପଡୁଥିବ ଉଠୁଥିବ ପଡୁ। ତମ ମାନଙ୍କୁ କହିବାର ଏତେ ଗୁଡିଏ କହିବାର ତାତ୍ପର୍ଯ୍ୟ କଣ? ଏଇ ଭାବକୁ ଧର, ଇଏ ମାନବ ଜନ୍ମକୁ ସାର୍ଥକ। ବନ୍ଧୁ ବାହାତି ହେବାକୁ ଚେଷ୍ଟା କର, ଭକ୍ତ ସାଲବେଗ ହେବାକୁ ଚେଷ୍ଟା କର, ଦାସିଆ ବାଉରୀ ହେବାକୁ ଚେଷ୍ଟା କର, ମାଣିକ ଗୌଡୁଣୀ ହେବାକୁ ଚେଷ୍ଟା କର, ନହେଲେ ମୀରାବାଇ ହେବାକୁ ଚେଷ୍ଟା କର। ବୋଲ ଆନନ୍ଦେ କହାର ହରି।